ସ୍ୱାଗତମ୍ ପିଲାମାନେ। ଆମେମାନେ ଆଲୋଚନା କରୁଛନ୍ତି ଭକ୍ତ କବି ମଧୁସୂଦନ ରାଓଙ୍କ ଲିଖିତ କବିତା ଜନ୍ମଭୂମି। ଏହି ଭିଡିଓରେ ଜନ୍ମଭୂମି କବିତାର ପିଲେ କବିତାର ପଞ୍ଚମ ଅଧ୍ୟାୟକୁ ତୁମମାନଙ୍କୁ ସ୍ୱାଗତ। ଜନ୍ମଭୂମି କବିତାର ଏହି ପଞ୍ଚମ ଅଧ୍ୟାୟରେ ଆମେ କବିତାକୁ ପଢ଼ିବା ଏବଂ ସେଥିରେ ଥିବା ଭାବରସ ଇତ୍ୟାଦିକୁ ଆଲୋଚନା ମଧ୍ୟ କରିବା। ତା ସହିତ ପ୍ରଶ୍ନ ଉତ୍ତର ଆଲୋଚନା ମଧ୍ୟ କରିବା। ଆମେମାନେ ପୂର୍ବ ଅଧ୍ୟାୟରେ ଖୁବ୍ ସୁନ୍ଦର ପଂକ୍ତିଟିକୁ ପଢ଼ିଥିଲେ। କ'ଣ ଥିଲା ସେଥିରେ? ସେଥିରେ ଥିଲା ଜନମିଲେ ତ କୋଳରେ କେତେ ସୁର ବୀରନରେ ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ। ତମେମାନେ ଟିକେ ମନେ ପକେଇ ନିଅ, ଆମେ କେଉଁ କେଉଁ ମହାପୁରୁଷଙ୍କ ବାବଦରେ କହିଥିଲେ? ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ। ପରବର୍ତ୍ତୀ ଅଂଶକୁ ଆମେ ଟିକେ ଶୁଣିନେବା, ତାପରେ ସେ ସମ୍ବନ୍ଧୀୟ ଆଲୋଚନା ଆମେ କରିବା ଏବଂ ପ୍ରଶ୍ନ ଉତ୍ତର ମଧ୍ୟ ଆଲୋଚନା କରିବା। ତାହେଲେ ପରବର୍ତ୍ତୀ ପଂକ୍ତିକୁ ଆମେମାନେ ଯିବା। ଚାଲ ତାହେଲେ। ମହାକବି ବେଦବ୍ୟାସ ବାଲ୍ମୀକ କାଳିଦାସ ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ। ଚୈତନ୍ୟାଦି ମହାତ୍ମା ଜନେ ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ। ପିଲାମାନେ, କବିତାର ଏହି ପଂକ୍ତିକୁ ତମମାନେ ଶୁଣିଲ। କବି ଏଠାରେ ମହାକବି ବେଦବ୍ୟାସ ବାଲ୍ମୀକ କାଳିଦାସଙ୍କ କଥା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ମହାକବି ବେଦବ୍ୟାସ ବାଲ୍ମୀକ କାଳିଦାସ ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ। କ'ଣ ବୁଝିଲେ ଆମେମାନେ? କବି କହୁଛନ୍ତି, ଏଇ ଭାରତ ମାତାର କୋଳ ମଣ୍ଡନ କରି ମହାକବି ମାନେ ଶ୍ରେଷ୍ଠ କବି କିଏ? ବେଦବ୍ୟାସ। ବେଦବ୍ୟାସ ହେଉଛନ୍ତି ଜଣେ ପୌରାଣିକ ଚରିତ୍ର। ସେ ଜଣେ ଶ୍ରେଷ୍ଠ ଋଷି, ଜ୍ଞାନୀ ପଣ୍ଡିତ ମଣିଷ। ସେ ମଧ୍ୟ ଭାରତ ମାତାର କୋଳମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ସାରା ବିଶ୍ୱ ଜାଣେ। ସେହିପରି ବାଲ୍ମୀକ ମଧ୍ୟ ଏକ ପୌରାଣିକ ଚରିତ୍ର। ସେ ମଧ୍ୟ ଏଇ ଭାରତବର୍ଷରେ ଜନ୍ମଗ୍ରହଣ କରିଥିଲେ ଜଣେ ଋଷି ଭାବରେ। ସେ ଋଷିଙ୍କର କାର୍ଯ୍ୟକଳାପ ମଧ୍ୟ ସାରା ବିଶ୍ୱ ଜାଣେ ଏବଂ ସାହିତ୍ୟରେ ମନସ୍କ ମଣିଷ, କବି, ସଂସ୍କୃତରେ ପଣ୍ଡିତ କାଳିଦାସ ମଧ୍ୟ ଜନ୍ମଗ୍ରହଣ କରିଥିଲେ ଭାରତ ମାଆର କୋଳରେ। କାଳିଦାସଙ୍କର ସଂସ୍କୃତ କାବ୍ୟ, କବିତା, ଗ୍ରନ୍ଥାବଳୀ ଇଏ ସମସ୍ତ ସାରା ବିଶ୍ୱରେ ପରିଚିତ। ଅତଏବ କବି ବର୍ଣ୍ଣନା କରି କହୁଛନ୍ତି, ଭାରତ ମାତାର କୋଳରେ ଏହିଭଳି ସୁର, ବୀର ଆଉ ନରମାନେ ଜନ୍ମଗ୍ରହଣ କରିଛନ୍ତି। ସେମାନଙ୍କର କର୍ତ୍ତବ୍ୟ, ସେମାନଙ୍କର ସୃଷ୍ଟି ଏବଂ କାର୍ଯ୍ୟ ଦ୍ୱାରା ଭାରତ ମାତା ସଗର୍ବେ ଆଜି ଦଣ୍ଡାୟମାନ, ସାରା ବିଶ୍ୱରେ ମଧ୍ୟ ପରିଚିତ। ପୁଣି କବି କହିଛନ୍ତି, ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ। ଏହି ଭାରତ ମାତାର ଗୁଣକୁ ସେମାନେ ସେମାନଙ୍କର ପବିତ୍ର କଣ୍ଠରେ ଗାନ କରିଲେ। ସାରା ବିଶ୍ୱରେ ଭାରତ ମାତା ପ୍ରସିଦ୍ଧି ଲାଭ କଲେ ଏବଂ ଭାରତ ମାତାର ସମ୍ମାନ ବୃଦ୍ଧି ହୋଇଥିଲା। ଅତଏବ କବି ଏଇ ସୁର, ବୀର ଆଉ ନରଙ୍କୁ ନିଜର ସମ୍ମାନ, ନିଜର ଅର୍ଘ୍ୟ ଅର୍ପଣ କରିଛନ୍ତି, ନିଜର ସମ୍ମାନ ପ୍ରଦର୍ଶନ କରିଛନ୍ତି ଯେ ସେମାନେ ଏହି ଭାରତ ମାଟିରେ ଜନ୍ମଗ୍ରହଣ କରି ଭାରତକୁ ମହାନତମର ପରିଚୟ ପ୍ରଦାନ କରିଛନ୍ତି। ଏକଥା ଆମେ ଏହି ପଂକ୍ତିରୁ ବୁଝିଲେ। ଆମେ ଏଥର ଆଗକୁ ଯିବା। ପୁନଶ୍ଚ କବି କହିଛନ୍ତି, ଚୈତନ୍ୟାଦି ମହାତ୍ମା ଜନେ ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ। ଆମେ ଏହି କବିତାର ଏହି ଅଂଶକୁ ବୁଝିବା। ଚୈତନ୍ୟ ଆଦି, ଚୈତନ୍ୟ ଆଦି, ଶ୍ରୀ ଚୈତନ୍ୟଙ୍କ ନାଁ ତୁମେମାନେ ଶୁଣିଥିବ। ଶ୍ରୀ ଚୈତନ୍ୟ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ। ଶ୍ରୀକୃଷ୍ଣଙ୍କ ବାବଦରେ ସେ ପ୍ରଚାର ପ୍ରସାର କରିଥିଲେ, ତାଙ୍କର ଶ୍ରେଷ୍ଠ ଭକ୍ତ। ଆମେ ଆଜିକାଲି ଯେଉଁ ନାମାବଳୀ ଜପ କରୁଛନ୍ତି, ଆମେ ଆଜିକାଲି ଯେଉଁ ସଂକୀର୍ତ୍ତନ କରୁଛନ୍ତି, ଶ୍ରୀ ଚୈତନ୍ୟଙ୍କର ସୃଷ୍ଟି, ଶ୍ରୀରାମଙ୍କର ଭଜନ, ଶ୍ରୀରାମଙ୍କର ନାମ ସଂକୀର୍ତ୍ତନ ଚୈତନ୍ୟ ହିଁ ସୃଷ୍ଟି କରିଥିଲେ। ବୁଲି ବୁଲି ପ୍ରଚାର ପ୍ରସାର କରିଥିଲେ। ସେହି ଶ୍ରୀ ଚୈତନ୍ୟ ତୋରି କୋଳରେ ଜନ୍ମଗ୍ରହଣ କରିଥିଲେ ବୋଲି କବି କହୁଛନ୍ତି। ଏଇଭଳି ଭାବରେ ମହାତ୍ମା ଜନେ, ମହାନ ଆତ୍ମା, ଭଲ ଭଲ ଆତ୍ମା ଯାହାଙ୍କୁ ମହାତ୍ମା କହିବା, ସେମାନେ ଜନ୍ମଗ୍ରହଣ କରିଥିଲେ ଏବଂ ବିଭୁଙ୍କର ନାମକୁ ଆନନ୍ଦ ମନରେ ପ୍ରଚାର ପ୍ରସାର କରିଥିଲେ। ବିଭୁ କିଏ? ବିଭୁ ବୁଝିପାରୁଛ? ଭଗବାନ, ଈଶ୍ୱର, ପ୍ରଭୁ, ତାଙ୍କରି ନାମକୁ ପ୍ରଚାର ପ୍ରସାର କରିଥିଲେ। କବି ଏଠାରେ କହୁଛନ୍ତି, ଭାରତ ମାତା କୋଳରେ
ଏଇଭଳି ମଣିଷମାନେ ଜନ୍ମଗ୍ରହଣ କରିଥିଲେ, ପ୍ରଭୁଙ୍କର ନାମର ପ୍ରଚାର ପ୍ରସାର କରିଥିଲେ ଏବଂ ଭାରତ ମାତାର ପ୍ରସିଦ୍ଧି ସୃଷ୍ଟି କରିଥିଲେ। ଭାରତ ମାତାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲେ। ସେମାନଙ୍କୁ କବି ମନେ ପକାଉଛନ୍ତି ଏବଂ ସେମାନଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି। ଏଥିସହିତ ସେ ଆଜିର ପିଢ଼ିକୁ ଏବଂ ଆସନ୍ତା ପିଢ଼ିକୁ ମଧ୍ୟ ବାର୍ତ୍ତା ରଖୁଛନ୍ତି, ଆମେ ଏଇଭଳି ଭଲ ମଣିଷ ହେଲେ ଆମେ ଦେଶର ନାଁ କରିବା, ଆମର ବ୍ୟକ୍ତିଗତ ନାଁ ମଧ୍ୟ ହେବ ଏବଂ ଆମ ଦେଶ ପ୍ରଗତି ମଧ୍ୟ କରିବ। ଏଇ କଥା କବି ଏଇ ପଂକ୍ତିରେ ପ୍ରକାଶ କରିଛନ୍ତି। ବୁଝିହେଲା ପିଲାମାନେ? ଆଗକୁ ଯିବା, ଆଲୋଚନାକୁ ଯିବା। ପିଲାମାନେ, କବିତାର ଏହି ପଂକ୍ତିକୁ ଭଲ ଭାବରେ ବୁଝିବା ପାଇଁ ଆମେ ମହାକବି ବେଦବ୍ୟାସ, ବାଲ୍ମୀକ, କାଳିଦାସ ଏବଂ ଶ୍ରୀ ଚୈତନ୍ୟଙ୍କ ବାବଦରେ ଅଧିକ କିଛି ଜାଣିନେବା ଆସ, ଯାହାଦ୍ୱାରା କବିତାଟିକୁ ବୁଝିବା ଏବଂ ସୁରବୀରମାନଙ୍କୁ ଚିହ୍ନିବାରେ ଆମକୁ ସହଜ ହେବ। ଚାଲ ତାହେଲେ ମହାକବି ବେଦବ୍ୟାସ, ବାଲ୍ମୀକ, କାଳିଦାସ ଏବଂ ଶ୍ରୀ ଚୈତନ୍ୟଙ୍କ ବାବଦରେ ବୁଝିନେବା। ପିଲାମାନେ, ମହାକବି ବେଦବ୍ୟାସ ହେଉଛନ୍ତି ଜଣେ ପୌରାଣିକ ଚରିତ୍ର। ତାଙ୍କୁ ବ୍ୟାସ ନାମରେ ସମସ୍ତେ ବୋଲନ୍ତି। ବ୍ୟାସ ଜଣେ ଜ୍ଞାନୀ ଲୋକ ଥିଲେ ଏବଂ ବହୁ ଅନେକ ଗୁଡ଼ିଏ ଶାସ୍ତ୍ର ରଚନା କରିଛନ୍ତି। ବେଦବ୍ୟାସ ମହାଭାରତ ରଚନା କରିଥିଲେ। ତାଙ୍କର ଅନେକ ଶିଷ୍ୟ ଥିଲେ। ବେଦବ୍ୟାସ ହିଁ ମହାଭାରତର ସ୍ରଷ୍ଟା କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ତାଙ୍କର କଥାଗୁଡ଼ିକ ପ୍ରଭୁ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ହାତରେ ଲେଖା କରାଇଥିଲେ। ମହାନ ତପସ୍ୱୀ ଭାବରେ ସେ ପରିଚିତ ଏବଂ ତାଙ୍କରି ଯୋଗୁଁ ମହାଭାରତର ଚରିତ୍ରମାନେ ସୃଷ୍ଟି ହୋଇଥିଲେ। ତୁମେମାନେ ବେଦବ୍ୟାସଙ୍କ ବାବଦରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଖରୁ, ଗୁରୁଜୀ ଗୁରୁମାଙ୍କ ପାଖରୁ, ଅଜା ଆଈ ଜେଜେ ଜେଜେମାଙ୍କ ପାଖରୁ ମଧ୍ୟ ଶୁଣିଥିବ ଏବଂ ତାଙ୍କ ରଚିତ ମହାଭାରତରେ ଅନେକ ଗୁଡ଼ିଏ ଗଳ୍ପ ମଧ୍ୟ ଶୁଣିଥିବ। ଏଥର ତୁମମାନେ ବେଦବ୍ୟାସଙ୍କ ବାବଦରେ ଅନେକ କଥା ଜାଣିଲ। ପରବର୍ତ୍ତୀ ଚରିତ୍ରରେ ଆମେ ଦେଖିବାକୁ ପାଉଛନ୍ତି ଋଷି ବାଲ୍ମୀକି। ବାଲ୍ମୀକି ଋଷି ରାମାୟଣ ରଚନା କରିଥିଲେ। ସେ ଜଣେ ଶାସ୍ତ୍ରଜ୍ଞ ପଣ୍ଡିତ ଥିଲେ। ରାମଚନ୍ଦ୍ରଙ୍କର ଦୁଇ ପୁତ୍ର ଲବ ଆଉ କୁଶଙ୍କର ଗୁରୁଦେବ ଥିଲେ। ବାଲ୍ମୀକି ଜଣେ ସାଧୁ, ଜଣେ ତପସ୍ୱୀ ଥିଲେ। ତାଙ୍କର ମଧ୍ୟ ଅନେକ ଶିଷ୍ୟ ଥିଲେ ଏବଂ ରାମାୟଣ ଯୁଗରେ ସେ ଜଣେ ଶ୍ରେଷ୍ଠ ପଣ୍ଡିତ ଭାବରେ ପରିଚିତ। ଶ୍ରୀ ଚୈତନ୍ୟଙ୍କ କଥା ଚିତ୍ରରେ ତୁମେ କାଳିଦାସଙ୍କୁ ଦେଖିବାକୁ ପାଉଛ। ଜୀବନର ପ୍ରଥମ ସମୟରେ କାଳିଦାସ ଜଣେ ମୂର୍ଖ ଥିଲେ। ଏପରିକି ଯେଉଁ ଗଛରେ ବସିବା ସେହି ଗଛର ଡାଳକୁ କାଟିବା କଥା ତମେ ଶୁଣିଥିବ। ତାଙ୍କୁ ଜଣେ ବିଦ୍ୱାନ ମହିଳା ବିବାହ କରିଥିଲେ। ଯେତେବେଳେ ସେ ଜାଣିଲେ ଜଣେ ମୂର୍ଖ ତାଙ୍କୁ ଘରୁ ତଡ଼ି ଦେଇଥିଲେ। ସମସ୍ତେ କହନ୍ତି କାଳିଦାସ ମାତା କାଳୀଙ୍କ ଦୟାରୁ ଜ୍ଞାନ ପ୍ରାପ୍ତି ହେଲେ। ଆଉ କିଛି କିଛି କହନ୍ତି ମାତା ସରସ୍ୱତୀ ତାଙ୍କର କଣ୍ଠରେ ବିଜେ କଲେ, ଫଳରେ ସେ ଜ୍ଞାନ ପ୍ରାପ୍ତି ହେଲେ। ଯେତେବେଳେ ସେ ଜ୍ଞାନ ପ୍ରାପ୍ତି ହେଲେ ସେତେବେଳେ ପୁଣି ରାଜବାସକୁ ଫେରିଲେ ଏବଂ ସେ ଅନେକ ଶାସ୍ତ୍ର, ସଂସ୍କୃତରେ ଅନେକ ନାଟକ, କାବ୍ୟ, କବିତା ଏବଂ ପୁସ୍ତକ ରଚନା କରି ଅମର ହୋଇଯାଇଛନ୍ତି। ଏହି ଉତ୍କଳ, ଏହି ଭାରତବର୍ଷରେ କାଳିଦାସଙ୍କ ପରି ଜଣେ ଶ୍ରେଷ୍ଠ ବିଦ୍ୱାନ ଜନ୍ମଗ୍ରହଣ କରିଛନ୍ତି। ଦୈବସ୍ପର୍ଶ ପ୍ରାପ୍ତି ପରେ କାଳିଦାସଙ୍କର ଜ୍ଞାନ ସାରା ବିଶ୍ୱରେ ପ୍ରଚାର ଓ ପ୍ରସାର ହୋଇଉଠିଲା। ସେହି କାଳିଦାସଙ୍କୁ ପାଇ ଭାରତ ମା ଧନ୍ୟ। ଚିତ୍ରରେ ତୁମେ ଶ୍ରୀ ଚୈତନ୍ୟଙ୍କୁ ଦେଖିବାକୁ ପାଉଛ। ଶ୍ରୀ ଚୈତନ୍ୟ ସର୍ବଶ୍ରେଷ୍ଠ ଭକ୍ତ ଥିଲେ। ସେ କୃଷ୍ଣ ଭକ୍ତ ଥିଲେ ଏବଂ କୃଷ୍ଣଙ୍କର ପ୍ରଚାର ପ୍ରସାର କରୁଥିଲେ ଏବଂ କୃଷ୍ଣଙ୍କ ବାଣୀକୁ ସଦାସର୍ବଦା ଗାନ କରୁଥିଲେ। ତାଙ୍କର ଅନେକ ଶିଷ୍ୟଙ୍କ ସହିତ ସେ କୃଷ୍ଣ ଭଜନରେ ସବୁବେଳେ ଲିପ୍ତ ରହୁଥିଲେ। ତାଙ୍କ ଯୋଗୁଁ ଭାରତ ମାତା ଆଜି ନିଜକୁ ଧନ୍ୟ ମନେ କରେ। ଶ୍ରୀ ଚୈତନ୍ୟଙ୍କ ଚିତ୍ର ତୁମେମାନେ ଦେଖିଲ। ଶ୍ରୀ ଚୈତନ୍ୟଙ୍କ ବାବଦରେ ଅନେକ କଥା ତୁମେମାନେ ଶୁଣିଥିବ। ପିଲାମାନେ, ଏହି ଅଧ୍ୟାୟରେ ପୌରାଣିକ ଚରିତ୍ର ପ୍ରଭୁ ଶ୍ରୀ ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ ଆଦି ମହାପୁରୁଷଙ୍କ ବାବଦରେ ଜାଣିବାକୁ ପାଇଲେ। ଏଥିସହିତ ସଂସ୍କୃତ ସାହିତ୍ୟରେ ଭାରତ ମାତାକୁ
ଧନ୍ୟ କରିଥିବା ବାଲ୍ମୀକି ଋଷି, ପ୍ରଭୁ କାଳିଦାସ ଏବଂ ଶ୍ରେଷ୍ଠ ଭକ୍ତ ଶ୍ରୀ ଚୈତନ୍ୟଙ୍କ ବାବଦରେ ମଧ୍ୟ ଜାଣିବାକୁ ପାଇଲେ। ଏହି କବିତାରେ ସେଇମାନଙ୍କ ବାବଦରେ କବି ଯଶଗାନ କରିଛନ୍ତି ଏବଂ ସେମାନେ ଭାରତମାତା କୋଳରେ ଜନ୍ମଗ୍ରହଣ କରିଥିବାରୁ ଭାରତମାତା ଧନ୍ୟ ହୋଇଛନ୍ତି ବୋଲି ପ୍ରକାଶ ମଧ୍ୟ କରିଛନ୍ତି ଏବଂ ଖୁସିରେ ଗାଇ ଉଠିଛନ୍ତି, ଜନମିଲେ ତ କୋଳରେ କେତେ ସୁର ବୀର ନରେ, ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ, ମହାକବି ବେଦବ୍ୟାସ ବାଲ୍ମୀକ କାଳିଦାସ, ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ଚୈତନ୍ୟାଦି ମହାତ୍ମା ଜନେ, ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ। ଆମ ଦେଶ ଭାରତ ଏଇଭଳି ସୁର ବୀର ମହାପୁରୁଷମାନଙ୍କୁ ଜନ୍ମ ଦେଇ ସାରା ପୃଥିବୀରେ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ପାଇଛି। ମହାକବି ବେଦବ୍ୟାସ ବାଲ୍ମୀକ କାଳିଦାସଙ୍କର ସଂସ୍କୃତ ସାହିତ୍ୟ ସାରା ବିଶ୍ୱରେ ପରିଚିତ ଏବଂ ବିଶ୍ୱରେ ମଧ୍ୟ ଏକ ସ୍ୱତନ୍ତ୍ର ସାହିତ୍ୟର ମର୍ଯ୍ୟାଦା ଲାଭ କରିଛି। ଭାରତବର୍ଷର ଭକ୍ତି ଇତିହାସର ପୃଷ୍ଠା ଖୋଲିଲେ ଶ୍ରୀ ଚୈତନ୍ୟଙ୍କ ନାମ ପ୍ରଥମେ ଆସେ। ଶ୍ରୀ ଚୈତନ୍ୟ ପ୍ରଭୁ କୃଷ୍ଣଙ୍କର ଜଣେ ଶ୍ରେଷ୍ଠ ଭକ୍ତ ଥିଲେ। ସେ କୃଷ୍ଣଙ୍କର ନାମକୁ ସାରା ବିଶ୍ୱରେ ପ୍ରଚାର କରିବାକୁ ଚେଷ୍ଟା କରି ସଫଳ ମଧ୍ୟ ହେଇଥିଲେ। ଅନେକ ଭକ୍ତ ମଧ୍ୟ ସୃଷ୍ଟି କରିଥିଲେ ଏବଂ ଗୌଡ଼ୀୟ ବୈଷ୍ଣବ ଧର୍ମର ପ୍ରଚାରକ ମଧ୍ୟ ଥିଲେ। ଶ୍ରୀ ଚୈତନ୍ୟଙ୍କର ଏଭଳି ଭକ୍ତି ଭାବକୁ ମଧ୍ୟ ସାରା ବିଶ୍ୱ ଜାଣେ। ସେଭଳି ଏକ ପୁତ୍ରକୁ ଜନ୍ମ କରି ଭାରତମାତା ଆଜି ଗର୍ବିତ ବୋଲି କବିତା ମାଧ୍ୟମରେ ଜଣାଇଛନ୍ତି। ପିଲାମାନେ, କବିତାର ଭାବକୁ ଆଉ ଟିକିଏ ଭଲ ଭାବରେ ବୁଝିବା ପାଇଁ ଆମେ କେତେ ଗୋଟିଏ ପ୍ରଶ୍ନ ଆଲୋଚନା କରିନେବା। ଏହି ପ୍ରଶ୍ନ ଆଲୋଚନା ସମୟରେ ଆମେ ଅନେକ କଥା ଜାଣିପାରିବା। ଠିକ ଅଛି ପିଲାମାନେ, ତାହେଲେ ଆମେ ପ୍ରଥମ ପ୍ରଶ୍ନକୁ ଯିବା। ଆମେ ଦେଖିବା ପ୍ରଶ୍ନଟି ଏମିତି ଅଛି, କବିତାରେ ମହାକବି ଶବ୍ଦ ବ୍ୟବହାର କରାଯାଇଛି ଯାହାର ଅର୍ଥ ଶ୍ରେଷ୍ଠ କବି। ସେହିପରି ମହାଶବ୍ଦ ବ୍ୟବହାର କରି ଅନେକ ଗୁଡ଼ିଏ ଶବ୍ଦ ଲେଖ। ତାହେଲେ ଆମେ କ'ଣ କହିବା? ମହାଦେଶ କହିପାରିବା। ମହାଦେଶ, ଦେଶମାନଙ୍କ ଭିତରେ ଶ୍ରେଷ୍ଠ, ବା ଏମିତି କହିପାରିବା କେତେ ଗୁଡ଼ିଏ ଦେଶକୁ ନେଇ ଗଠିତ ହୋଇଥାଏ କିଏ? ମହାଦେଶ। ମହାଦେବ ଶବ୍ଦ ଆମେ କହିପାରିବା। ଆମେ ମହାଦେବ କାହାକୁ କହନ୍ତି? ପ୍ରଭୁ ଶିବଙ୍କୁ ମହାଦେବ ଆମେ କହନ୍ତି, ହଁ କି ନାହିଁ? ଶିବଙ୍କୁ ଆମେ କହନ୍ତି ମହାଦେବ। ତାହେଲେ ଦେବମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ମହାଦେବ ଶିବ। ପ୍ରଭୁ ଶିବ ଶଙ୍କର ହେଉଛନ୍ତି ମହାଦେବ। ମହାମୁନି ଶବ୍ଦ ଆମେ ମଧ୍ୟ ବ୍ୟବହାର କରିବା ପିଲାମାନେ। ମହାମୁନି, ମୁନିମାନଙ୍କ ଭିତରେ ଶ୍ରେଷ୍ଠ। ମୁନି କ'ଣ ଜାଣିଛ? ଯେଉଁମାନେ ତପସ୍ୟା କରନ୍ତି, ସାଧୁ ଜୀବନଯାପନ, ସରଳ ଜୀବନଯାପନ କରନ୍ତି ଏବଂ ଲୋକମାନଙ୍କୁ ଜୀବନ ଧାରଣର ମାର୍ଗ ଦେଖାନ୍ତି, ସେମାନଙ୍କୁ ମୁନି କୁହାଯାଏ। ତୁମ ଅଞ୍ଚଳରେ ମୁନି ପୂଜା ହୁଏନି? ଠିକ ଅଛି, ସେମାନଙ୍କୁ ମୁନି କହନ୍ତି। ଆଉ ଆମେ ମହାମୁନି ଯଦି ଲେଖିବା କ'ଣ କରିବା? ମହାମୁନି, ଶ୍ରେଷ୍ଠ ମୁନି, ସବୁଠାରୁ ଶ୍ରେଷ୍ଠ ମୁନିକୁ ମହାମୁନି କହିବା। ତ ପିଲାମାନେ, ଆକାଶ ଶବ୍ଦ ତମମାନେ ଜାଣିଛ। ଆକାଶ, ପୃଥିବୀ, ଗ୍ରହ, ନକ୍ଷତ୍ର, ବିଜ୍ଞାନରେ ଏସବୁ ଶବ୍ଦ ପଢିଛ। ଆକାଶ, ମହାକାଶ ଶବ୍ଦ ମଧ୍ୟ ଆମେ କହିପାରିବା। ଆକାଶ ପୂର୍ବରୁ ମହା ଶବ୍ଦ ଯୋଡ଼ିକି ମହାକାଶ କହିପାରିବା, ଯାହାକୁ ଆମେ ଅନ୍ୟ ଅର୍ଥରେ କହୁ ବିଶ୍ୱ। ଠିକ ଅଛି, ମହାକାଶ। ମହାମନ୍ତ୍ର, ମନ୍ତ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛି ମହାମନ୍ତ୍ର। ଠିକ ଅଛି, ଯେଉଁ ମନ୍ତ୍ରଟି ସବୁଠୁ ଶ୍ରେଷ୍ଠ ମନ୍ତ୍ର ତାହା ହେଉଛି ମହାମନ୍ତ୍ର। ତମମାନେ ସବୁ ମନ୍ତ୍ର ଶୁଣିଛ। ନନା ମନ୍ତ୍ର ପାଠ କରନ୍ତି, ବାପା ଠାକୁର ପୂଜା କଲାବେଳେ ମନ୍ତ୍ର ପାଠ କରନ୍ତି, ମା ମଧ୍ୟ ମନ୍ତ୍ର ପାଠ କରନ୍ତି, ହଁ କି ନାହିଁ ପିଲାମାନେ? ମହାମନ୍ତ୍ର ଶବ୍ଦ ମଧ୍ୟ ଆମେ କରିପାରିବା। ମହାବଳ, ମହାବଳ କିଏ? ବାଘ, ମହାବଳ। ବଳ ଶବ୍ଦ ପୂର୍ବରୁ ମହାଶବ୍ଦ ଯୋଡ଼ି ଆମେ ମହାବଳ ସୃଷ୍ଟି କରିପାରିବା। ମହାଦୀପ, ଦୀପମାନଙ୍କ ଭିତରେ ଶ୍ରେଷ୍ଠ ମହାଦୀପ। ଯେତେବେଳେ ସର୍ବଶ୍ରେଷ୍ଠ ଦୀପ ଈଶ୍ୱରଙ୍କୁ ପ୍ରଦାନ କରାଯାଏ ତାକୁ ମହାଦୀପ ବୋଲି କହନ୍ତି। ପିଲାମାନେ, ତମମାନେ ଜାଗରରେ ମହାଦୀପ ଉଠିବା ଶୁଣିଛ, ମହାଦୀପ ତାକୁ କହନ୍ତି। ଠିକ ମହାଶବ୍ଦ ବ୍ୟବହାର କରି ଆମେ ଏମିତି ଗୁଡ଼ିଏ ଶବ୍ଦ ଲେଖିପାରିବା। ପିଲାମାନେ, ତମମାନେ ଖାତାରେ ଏମିତି ମହାଶବ୍ଦ ବ୍ୟବହାର କରି ଅନେକ ଗୁଡ଼ିଏ ଶବ୍ଦ ଲେଖିବ, କିନ୍ତୁ ମନେ ରଖିବ ଗୋଟିଏ ଗୋଟିଏ ଶବ୍ଦରେ ମହା ଲାଗି ଶବ୍ଦର ଅର୍ଥ ବିପରୀତ ମଧ୍ୟ ହେଇଯାଏ। ତେଣୁ ସେ କଥାକୁ ମଧ୍ୟ ଗୁରୁତ୍ୱ ଦେବ। କେମିତି ଜାଣିବ? ତମେ ଗୁରୁଜୀ ଗୁରୁମାଙ୍କୁ ପଚାରିବ, ଅଭିଧାନ ଦେଖିବ, ସାଙ୍ଗସାଥି ବାପା ମାଙ୍କୁ ପଚାରିବ, ଏମିତି କରି ଅନେକ ଗୁଡ଼ିଏ ଶବ୍ଦ ଲେଖିବ। ଠିକ ଅଛି ପିଲାମାନେ, ଏ ଆଲୋଚନା ଏତିକି ରହିଲା। ପରବର୍ତ୍ତୀ ଆଲୋଚନାକୁ ଯିବା। ପରବର୍ତ୍ତୀ ପ୍ରଶ୍ନଟି ତମମାନଙ୍କ ପାଇଁ ଅଛି, କବିତାରେ ପବିତ୍ର କଣ୍ଠ ଶବ୍ଦ ବ୍ୟବହାର କରାଯାଇଛି। ଠିକ ସେହିପରି ପବିତ୍ର ଶବ୍ଦ ବ୍ୟବହାର କରି ଅନେକ ଗୁଡ଼ିଏ ଶବ୍ଦ ତମକୁ ଲେଖିବା ପାଇଁ କୁହାଯାଇଛି।
ତ ପିଲାମାନେ ଆମେ ଆଉ କ'ଣ ଲେଖିପାରିବା? ଆମେ ଲେଖିବା ପବିତ୍ର ଭୂମି। ପବିତ୍ର ଭୂମି ଶବ୍ଦ ଆମେ ଲେଖିପାରିବା। ପବିତ୍ର ଭୂମି। ପବିତ୍ର ନଦୀ ମଧ୍ୟ ଆମେ ଲେଖିପାରିବା, ତାକୁ କହିବା ପବିତ୍ର ନଦୀ। ପବିତ୍ର ସ୍ଥାନ ମଧ୍ୟ ଆମେ ଲେଖିପାରିବା, ଯେଉଁ ସ୍ଥାନଟି ପବିତ୍ର। ପବିତ୍ର ମନ, ପବିତ୍ର ମନ ଆମେ ଲେଖିପାରିବା, ସେ ଲୋକର ମନ ଖୁବ୍ ପବିତ୍ର, ଖୁବ୍ ଶାନ୍ତ ମନ ଲୋକଟା। ପବିତ୍ର ଚିନ୍ତା, ଯେଉଁମାନେ ଭଲ ଚିନ୍ତା କରନ୍ତି ତାଙ୍କୁ କହନ୍ତି ଆମେ ପବିତ୍ର ଚିନ୍ତା। ତ ପବିତ୍ର ଶବ୍ଦ ବ୍ୟବହାର କରି ଏମିତି ଅନେକ ଗୁଡ଼ିଏ ଶବ୍ଦ ଆମେ ରଚନା କରିପାରିବା। ମୁଁ ପୁଣି ସେଇ କଥା କହିବି ତୁମମାନଙ୍କୁ, ପବିତ୍ର ଶବ୍ଦ ବ୍ୟବହାର କରି ଆହୁରି କେତେ ଗୁଡ଼ିଏ ଶବ୍ଦ ତମେ ଖାତାରେ ଲେଖିବ ଏବଂ ଶିକ୍ଷକଙ୍କୁ ପଚାରିବ, ତାର ଅର୍ଥ ପଚାରିବ ଏବଂ ଅର୍ଥପୂର୍ଣ୍ଣ ଶବ୍ଦ ତମେ ଲେଖି ତାକୁ ଶିଖିନେବ। ଠିକ୍ ଅଛି ପିଲାମାନେ, ପରବର୍ତ୍ତୀ କଥାକୁ ଯିବା। ପରବର୍ତ୍ତୀ ପ୍ରଶ୍ନରେ କ'ଣ ଅଛି ଆମମାନେ ଦେଖିନେବା। କବିତାରେ ମହାତ୍ମା ଶବ୍ଦ ବ୍ୟବହାର କରାଯାଇଛି। ସେଇ ମହାତ୍ମା ପରି ଅନେକ ଗୁଡ଼ିଏ ଶବ୍ଦ କହିବା ପାଇଁ ଆମକୁ କୁହାଯାଇଛି। ମୁଁ ଶବ୍ଦ ଗୁଡ଼ିକର ତାଲିକା ତୁମମାନଙ୍କ ପାଇଁ ଆଣିଛି। ପରମାତ୍ମା, ପରମ ଆତ୍ମା, ପରମାତ୍ମା। ଜୀବାତ୍ମା, ଜୀବ ଆତ୍ମା, ଜୀବର ଆତ୍ମା, ଜୀବାତ୍ମା। ଦେବାତ୍ମା, ଦେବର ଆତ୍ମା, ଦେବାତ୍ମା, ଦେବତା ମାନଙ୍କର ଆତ୍ମା। ଦିବ୍ୟ ଆତ୍ମାକୁ ଦିବ୍ୟାତ୍ମା କହନ୍ତି, ଦିବ୍ୟ ଆତ୍ମା। ଆଉ ବିଶ୍ୱର ଆତ୍ମାକୁ ବିଶ୍ୱାତ୍ମା କହନ୍ତି। ହେଲା, ଆତ୍ମା ଶବ୍ଦ ଯୋଡ଼ି ହେଇକି ରହିଲା କି ନାହିଁ? ପରମାତ୍ମା, ଜୀବାତ୍ମା, ଦେବାତ୍ମା, ଦିବ୍ୟାତ୍ମା ଆଉ ବିଶ୍ୱାତ୍ମା। ଠିକ୍ ଅଛି, ଏସବୁ ଶବ୍ଦ ତମ ପାଇଁ ପ୍ରଥମେ ଶୁଣିବାକୁ ଟିକେ କଷ୍ଟ ହେଇପାରେ, କିନ୍ତୁ ତମମାନେ ବାରମ୍ବାର କହିଲେ, ଲେଖିଲେ, ପଚାରି ବୁଝିଲେ, ଅଭିଧାନରୁ ଦେଖିଲେ ତମମାନେ ଏମିତି ଅନେକ ଶବ୍ଦ ମଧ୍ୟ ତିଆରି କରିପାରିବ। ଠିକ୍ ଅଛି ପିଲାମାନେ, ଆମମାନେ ଏ କଥାକୁ ଏଇଠି ରଖିଲେ ଆଗକୁ ତାହେଲେ ଯିବା, ଦେଖିବା ଆଗରେ କ'ଣ ପ୍ରଶ୍ନ ଅଛି ତୁମମାନଙ୍କ ପାଇଁ। ଏହି ପ୍ରଶ୍ନ ଗୁଡ଼ିକ ପଢ଼ିବ ଏବଂ ଉତ୍ତର କହିବ। ସହଜ କି କଷ୍ଟ? ନାଇଁ, ଏଗୁଡ଼ିକ ସବୁଠୁ ସହଜ। ତୁମ କବିତାରେ ଯାହା ଆଜି ଆମେ ଆଲୋଚନା କରିଛନ୍ତି ସେଥିରେ এই କଥା ଅଛି। ମତେ କହିଲ ପ୍ରଥମ ପ୍ରଶ୍ନଟା, ମହାକବି କାହାକୁ କୁହାଯାଇଛି? କିଏ ମହାକବି? ହଁ, କହି ତ ଦେଲ, ମହାକବି ବେଦବ୍ୟାସ। ବେଦବ୍ୟାସଙ୍କୁ ମହାକବି କୁହାଯାଇଛି। ବେଦବ୍ୟାସ କେଉଁଠିକାର ଚରିତ୍ର? ମହାଭାରତର ଚରିତ୍ର। ବେଦବ୍ୟାସ ସେ କ'ଣ କରିଥିଲେ? ବେଦବ୍ୟାସ ପ୍ରଶ୍ନ ତା ପରବର୍ତ୍ତୀ ପ୍ରଶ୍ନରେ ଅଛି, ସେ କେଉଁ ପୁସ୍ତକ ରଚନା କରିଥିଲେ? ବେଦବ୍ୟାସଙ୍କ ରଚିତ ମହାଭାରତ। କ'ଣ ରଚନା କରିଥିଲେ? ମହାଭାରତ ରଚନା କରିଥିଲେ। ଆଚ୍ଛା, ମତେ ଗୋଟେ ପ୍ରଶ୍ନର ଉତ୍ତର ଦିଅ, ଏଇ ବେଦବ୍ୟାସଙ୍କୁ ଆମେ ଆଉ କେଉଁ ନାମରେ ଜାଣିଛନ୍ତି କହିପାରିବ? ହଁ, ବ୍ୟାସ ନାମରେ ଜାଣିଛନ୍ତି। ଯଦି ଆମେ କହିବା ମହାଭାରତର ସ୍ରଷ୍ଟା ସିଏ, ମହାଭାରତର ପ୍ରତ୍ୟେକଟି ଅଂଶକୁ ଅନୁଧ୍ୟାନ କରିଛନ୍ତି, ସେ ଲେଖିଛନ୍ତି ନିଜେ। ଠିକ୍ ଅଛି, ବାଲ୍ମୀକି ଋଷିଙ୍କ ବାବଦରେ ଆମେ ଜାଣିବା। ମତେ ଏଇ ପ୍ରଶ୍ନଟି କହିବା ପୂର୍ବରୁ, ପ୍ରଶ୍ନର ଉତ୍ତର ଆଲୋଚନା କରିବା ପୂର୍ବରୁ ମତେ କହିଲ ଏଇଠି କ'ଣ ବନାନ ଭୁଲ ଅଛି ମତେ କହିଲ। ତୁମେ ଯଦି ସେଇଟାକୁ କହିପାରିବ ତାହେଲେ ମୁଁ କହିବି ଠିକ୍ ଅଛି, ତୁମମାନେ ବନାନକୁ ଆଚ୍ଛା ପିଲାମାନେ, ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନଟି ପଢ଼ିବା ପୂର୍ବରୁ ମୁଁ ତୁମକୁ କହି ରଖିବାକୁ ଚାହୁଁଛି, ପ୍ରଶ୍ନରେ କେଉଁଠାରେ ବନାନଗତ ତ୍ରୁଟି ରହିଛି। ତମେ ଯଦି ସେଇଟାକୁ ଚିହ୍ନଟ କରିପାରିବ ତାହେଲେ ମୁଁ ଖୁସି ହେବି ଏବଂ କହିବି ତମମାନେ ଶୁଦ୍ଧ ଲେଖା ପ୍ରତି ଆଜିକାଲି ଭାରି ମନ ଦେଲଣି। କୁହ, ଠିକ୍ କହିଲ, ଋଷି ବନାନ ଭୁଲ ଅଛି। ଠିକ୍ ଅଛି, ଦୀର୍ଘରୁ ହବ ନୁହେଁ କି? ବାଲ୍ମୀକି ଋଷି ଦୀର୍ଘରୁ ହବ। ଠିକ୍ ଅଛି, ଆମେ ଏଟାକୁ ଜାଣିଲେ, ତେଣୁ ଆମେ ଠିକ୍ କରି ଏଟାକୁ ପଢ଼ିବା। ତାହେଲେ ପ୍ରଶ୍ନଟି ହେଉଛି, ବାଲ୍ମୀକି ଋଷି କେଉଁ ପୁରାଣ ରଚନା କରିଥିଲେ? କେଉଁ ପୁରାଣ ରଚନା କରିଥିଲେ? ରାମାୟଣ, ଯାହାକୁ ବାଲ୍ମୀକି ରାମାୟଣ କୁହାଯାଏ। ଠିକ୍ ଅଛି, ମନେ ରହିଲା? ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନକୁ ଯିବା। କାଳିଦାସ କେଉଁ ସାହିତ୍ୟରେ ପ୍ରବୀଣ ଥିଲେ? କେଉଁ ସାହିତ୍ୟ? ସଂସ୍କୃତ ସାହିତ୍ୟରେ ପ୍ରବୀଣ ଥିଲେ କାଳିଦାସ, ନୁହେଁ କି? ଏବେ ଆମେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଚୈତନ୍ୟ କେଉଁ ଧର୍ମର ପ୍ରଚାରକ ଥିଲେ? ଚୈତନ୍ୟ ଗୌଡ଼ୀୟ, କ'ଣ କହିଲ? ହଁ, ଗୌଡ଼ୀୟ ବୈଷ୍ଣବ ଧର୍ମର ପ୍ରଚାରକ ଥିଲେ ଶ୍ରୀ ଚୈତନ୍ୟ। ଗୌଡ଼ୀୟ ବୈଷ୍ଣବ ଧର୍ମର ପ୍ରଚାରକ ଥିଲେ। ପ୍ରଶ୍ନ ଗୁଡ଼ିକ ଆଲୋଚନା କରିନେଲେ, ତୁମ ପାଇଁ କାମ। ତୁମେ ଏବେ ଘରେ ସୁନ୍ଦର ଭାବରେ କବିତାଟି ଲେଖିବ। ହଁ ପିଲାମାନେ, ମୋର ମନେ ପଡ଼ିଲା, ମୁଁ ସେ କବିତାଟିକୁ ତୁମକୁ କିଛି ସାହାଯ୍ୟ ସହଯୋଗ କରିକି ଲେଖା ପାଇଁ କହିବି। ତମେ ମନେ ପକେଇଲ, ପୂର୍ବ ଅଧ୍ୟାୟରେ ଗୋଟେ କବିତା ତମକୁ ଦେଇଥିଲି, ସେଇ କବିତାରୁ ଆମେ କବିତା ଆରମ୍ଭ କରିବା, ଯୋଉଟା କି ତୁମ ପାଇଁ କାମ। କବିତା ଲେଖିବା ଆସ। ଠିକ୍ ଅଛି ପିଲାମାନେ, କବିତାଟି ଏମିତି ଥିଲା, ଟିକି ଫୁଲ ମୁହିଁ କାନନେ ଫୁଟିଛି
ପୂଜାରେ ଲାଗିବା ପାଇଁ ଟିକି ପିଲାଟେ ମୁଁ ଖେଳୁଛି ପଡୁଛି ଗଢିବି ମଦେଶ ଗଢିବି ମୁହିଁ। ଆଉ ଥରେ କହୁଛି ଟିକି ଫୁଲ ମୁହିଁ କାନନେ ଫୁଟିଛି ପୂଜାରେ ଲାଗିବା ପାଇଁ ଟିକି ପିଲାଟେ ମୁଁ ଖେଳୁଛି ପଡୁଛି ମଦେଶ ଗଢିବି ମୁହିଁ। ପିଲାମାନେ ଏଇ କବିତାରୁ ଆଗକୁ ଯାଇ ଆଉ 2ଟି ପଦ ଲେଖିବା ପାଇଁ ମୁଁ ତୁମମାନଙ୍କୁ କହିଥିଲି। ଦୁଇଟି ପଦ ମୁଁ ତୁମମାନଙ୍କ ପାଇଁ ପ୍ରସ୍ତୁତ କରିଛି। ଟିକି ଫୁଲ ମୁହିଁ ବାସନା ବାଣ୍ଟୁଛି, ପୁଣି ଡ୍ୟାସ୍ ଡ୍ୟାସ୍ ରଖିଛି ସେଠି ଖୁସି ପାଇଁ। ଟିକି ପିଲାଟେ ମୁଁ ଶୁଣୁଛି ବୁଝୁଛି ମଦେଶ ଡ୍ୟାସ୍ ଡ୍ୟାସ୍ ଡ୍ୟାସ୍। କଣ ଶବ୍ଦ ହବ କହିଲ? ଟିକି ଫୁଲ ମୁହିଁ ବାସନା ବାଣ୍ଟୁଛି ଜଗତର ଖୁସି ପାଇଁ। ଟିକି ପିଲାଟେ ମୁଁ ଶୁଣୁଛି ବୁଝୁଛି ମୋ ଦେଶ ସପନ ନେଇ। ଆଉ ଥରେ ପଢିଦେବି ସମ୍ପୂର୍ଣ୍ଣ କବିତାଟିକୁ। ଟିକି ଫୁଲ ମୁହିଁ କାନନେ ଫୁଟିଛି ପୂଜାରେ ଲାଗିବା ପାଇଁ। ଟିକି ପିଲାଟେ ମୁଁ ଖେଳୁଛି ପଡୁଛି ମୋ ଦେଶ ଗଢିବି ମୁହିଁ। ଟିକି ଫୁଲ ମୁହିଁ ବାସନା ବାଣ୍ଟୁଛି ଜଗତର ଖୁସି ପାଇଁ। ଟିକି ପିଲାଟେ ମୁଁ ଶୁଣିଛି ବୁଝୁଛି ମୋ ଦେଶ ସପନ ନେଇ। ପିଲାମାନେ ଏଇଭଳି କବିତାଟିଏ ତମେ ନୂଆ କରି ଲେଖିବ। ଆଉ ଗୋଟେ ଫୁଲ କିମ୍ବା ଗୋଟେ ପକ୍ଷୀଟିଏ କିମ୍ବା ବହିଟିଏ କିମ୍ବା ମୋ ଦେଶ କିମ୍ବା ମୋ ଗାଁକୁ ନେଇକି ଛୋଟ ଛୋଟ କବିତା ତମେ ଲେଖିବ। ଗୋଟିଏ 2ଟି କବିତା ଲେଖି ତମେ ବିଦ୍ୟାଳୟ ଯାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଖେଇବ। ତାହେଲେ ତୁମମାନଙ୍କ ପାଇଁ ଆଜିର ଆଲୋଚନା ଏତିକି ପିଲେ। ପରବର୍ତ୍ତୀ ଅଧ୍ୟାୟରେ ଆଉ ଯାହା କବିତାର ଅଂଶ ରହିଲା ତାକୁ ଆଲୋଚନା କରିବା। ସେତେ ପର୍ଯ୍ୟନ୍ତ ତୁମମାନଙ୍କୁ ଅନେକ ଅନେକ ଧନ୍ୟବାଦ, ଶୁଭେଚ୍ଛା। ଭଲରେ ଥାଅ, ମନ ଦେଇ ପଢୁଥାଅ, ଦେଶ ମା ପାଇଁ କାମ କରୁଥାଅ। ତ ପିଲାମାନେ ଆଜିର ଆଲୋଚନାରେ ଆମେ ଏତିକି କଥା ଜାଣିଲେ। କବିତାର ପରବର୍ତ୍ତୀ ଅଂଶକୁ ଆଉ ଏକ ଅଧ୍ୟାୟରେ ଆଲୋଚନା କରିବା। ସେତେବେଳେ ପର୍ଯ୍ୟନ୍ତ ତମମାନଙ୍କୁ ଧନ୍ୟବାଦ ଜଣାଇ ରହୁଛି। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।